46 ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ଆତ୍ମସାତ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିରେ ସମ୍ପୃକ୍ତ ଜଣେ ସରକାରୀ ବାବୁ ଗିରଫ ହୋଇଥିବା ବେଳେ ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର। ବିଶ୍ରା ସିଆଇସିର ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରକାଶ କୁମାର ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ସରକାରୀ ତହବିଲରୁ 46,08,341 ଟଙ୍କା ହଡପ କରାଯାଇଥିବା ଜାଣିବାକୁ ପାଇଥିଲେ। ଏହି ସବୁ ଟଙ୍କା ଅଭିଯୁକ୍ତ ଶିବପ୍ରସାଦ ମଲ୍ଲିକ ନିଜର ବ୍ୟକ୍ତିଗତ ଆକାଉଣ୍ଟ ଓ ଅନ୍ୟ ଜଣକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। 2022 ମସିହା ନଭେମ୍ବର 25 ତାରିଖରୁ 2025 ମସିହା ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ସେ ବିଶ୍ରା ସିଆଇସିରେ କାର୍ଯ୍ୟରତ ଥିବା ସମୟରେ ଏତେ ବଡ଼ ହେରଫେର କରିଥିଲେ। ପରେ ଲହୁଣୀପଡ଼ା ସିଆଇସିକୁ ସେ ବଦଳି ହୋଇଥିବା ବେଳେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କଠାରୁ ନଗଦ 88,770 ଟଙ୍କା, କାର, ମୋଟରସାଇକେଲ, ସ୍କୁଟର, HDFC ବ୍ୟାଙ୍କର ଡେବିଟ୍ କାର୍ଡ, SBI ର ଡେବିଟ୍ କାର୍ଡ, 3ଟି ଦାମୀ ମୋବାଇଲ, ବିପୁଳ ପରିମାଣର ସୁନାରୂପା ଅଳଙ୍କାର, 2ଟି ପାସବୁକ୍, 2ଟି ପାନ କାର୍ଡ ଆଦି ଜବତ କରିଛନ୍ତି। ଜଣେ ଅଫିସର ସିଏସସି ର ବ୍ଲକ ଆକାଉଣ୍ଟ ଅଫିସର ଶିବପ୍ରସାଦ ମଲ୍ଲିକ ପାଖାପାଖି 47 ଲକ୍ଷ ଟଙ୍କା ମିସଆପ୍ରିବୁଏସନ୍ କରିଛନ୍ତି ଗଭର୍ଣ୍ଣମେଣ୍ଟ ଆକାଉଣ୍ଟରେ। ସେହି ବାବଦରେ ଆମେ ଏକ ମକଦ୍ଦମା ରୁଜୁ କରି ତାର ତଦନ୍ତ ଆରମ୍ଭ କଲୁ। ସେହି ତଦନ୍ତରେ ଆମେ ଜାଣିବାକୁ ପାଇଲୁ ଯେ 5ଟି ସରକାରୀ ଆକାଉଣ୍ଟରୁ ସିଏସସିର ଜୈନିକ ଆକାଉଣ୍ଟ ଅଫିସର ତାଙ୍କର ନିଜ ଆକାଉଣ୍ଟକୁ ଏବଂ ତାଙ୍କ ସ୍ତ୍ରୀ ଆକାଉଣ୍ଟକୁ ପାଖାପାଖି 47 ଲକ୍ଷ ଟଙ୍କା ବିଭିନ୍ନ ସମୟରେ ଟ୍ରାନ୍ସଫର କରିଛନ୍ତି ଏବଂ ସେଥିରେ ସେ କେସ୍ରେ ତାଙ୍କୁ ଆମ ଆରେଷ୍ଟ କରି ଆଜି କୋର୍ଟ ଫରୱାର୍ଡ଼ କରାଯାଇଛି। ତାଙ୍କ ପାଖରୁ 88,000 ଟଙ୍କା ରିକଭରି ହେବା ସହିତ କିଛି ସୁନା ଗହଣା ଏବଂ ସୁନା ଓ ରୂପା ଗହଣା ମଧ୍ୟ ଜବତ କରାଯାଇଛି। ତେବେ ଏହି ମାମଲାରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ଶିବପ୍ରସାଦ ମଲ୍ଲିକଙ୍କୁ ତାଙ୍କ ଛେଣ୍ଡସ୍ଥିତ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେପଟେ ପୂର୍ବରୁ ଅନୁରୂପ ଢଙ୍ଗରେ ରାଉରକେଲା ସରକାରୀ ଡାକ୍ତରଖାନାରୁ କୋଟି କୋଟି ସରକାରୀ ଟଙ୍କା ହଡପ ହୋଇଛି, କିନ୍ତୁ ଆଜି ଯାଏଁ ନା ସେହି ଟଙ୍କା ରିକଭରି ହୋଇଛି ନା କାହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ପୂର୍ବରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ ଦିଆଯାଇଛି, କିନ୍ତୁ ଏହି ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସମେତ ଡାକ୍ତରଖାନା ଅଧିକାରୀମାନେ ମୌନବ୍ରତ ଧାରଣ କରିଛନ୍ତି, ଯାହା ଏକ ଗମ୍ଭୀର ଦିଗ ଆଡ଼କୁ ଇଙ୍ଗିତ କରୁଛି ବୋଲି ଜିଲ୍ଲା କଂଗ୍ରେସର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। देखा जी बर्तमान ये शिवप्रसाद मल्लिक जी गोटे मोहरा ये गोटे तलिया कर्मचारी आपको सामने रखिकी पछपटे खेल करवा लोक अलग थे। जदि यार पुंखानुपुख तदंत कराए आप देखिए बहुत बड़ माछ धरा पड़े, बहुत उपरस्थ अधिकारी मैंने ए सामिल थे। ये तो गोटे पार्ट, किंतु सबुठ आश्चर्यजनक कथा ये 48 लक्ष टंका विश्रार है, किंतु कोटी कोटी टंका राउरकेला गवर्नमेंट हॉस्पिटल तथ्य प्रमाण सहित दुर्नीति होती एवं जी दुर्नीति करिसेंती ताकू अन्यत्र स्थानांतरित करागला, कौन से आखि दुशिया ताकू दंडित करागला नहीं। कौन पाई कोटी कोटी टंका दुर्नीति होती एवं कांग्रेस दल विगत दिन में या नहीं विजिलेंस रे भी आम अभियोग करूँ, कौन शुणाणी ना। जो बीजेपी सरकार जितेबाला विरोधी दल थिला से समय आरजेएस दुर्नीति कथा कहूला, बर्तमान निजर सरकार आसिला परे सी सही रास्तार चली। आम आश्चर्य होचु राउरकेला गवर्नमेंट हॉस्पिटल जो दुर्नीति होता से दुर्नीतिर तदंत दिग कुआड़े से कौ माने सामिल थिले, कौन पाई तार कौन स्पष्ट तदंत करा जाउनी एवं आमको लगुच कोटना कोटी सरकार ए संपूर्ण रूपे सामिल होगी, जहाँ फल राउरकेलार जनसाधारण हंतसंत होती एवं राउरकेला गवर्नमेंट हॉस्पिटल कौन डेवलपमेंट हो पारुनी। केवल गोटे रेफराल सेंटर पाल्टिकी अच्छी एवं कौन रोगी गले से जाकि पहुँचले केवल रेफर कर दि जाऊँगी प्राइवेट हॉस्पिटल को बाहर बाहर ना गोटे भल आईसीयू अच्छी ना से कौन प्रकार से जो पैसा सरकार तरफ अनुदान आसीता ताहा खर्च हो पारुनी। संपूर्ण राजनीति केंद्र कर दि जाइए आरजीएस को एवं आम घोर निंदा करुँ। राउरकेला गवर्नमेंट हॉस्पिटल जो दुर्नीति होता तार पुंखानुपुंख तदंत करी दोषी विरुद्ध कार्यानुष्ठान नापी आम दाबी करुचु एवं आगामी दिन में कांग्रेस दल आ विरुद्ध राजरास्ता को ओह्लैब। शुणु पूरा
ବାସ୍ ହଁ ସେମିତି ସବୁ କରିଦିଅନ୍ତୁ ଉଠିଯିବ। ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।